ପୂର୍ବ ଭିଡ଼ିଓ ଗୁଡ଼ିକରେ ମୁଁ ଯୁକ୍ତ 2 MIL ଓଡ଼ିଆର ପତାକା ଉତ୍ତୋଳନ ତଥା ଆକାଶ କଇଁଚ ସମ୍ପର୍କରେ ଅଲରେଡ଼ି ଆଲୋଚନା କରିସାରିଛି। ବର୍ତ୍ତମାନ ଆମେମାନେ ଦେଖିବା ଯେ ରୂପନାରାୟଣ ସାହା, ଯାହାକି ଅଖିଲ ମୋହନ ପଟ୍ଟନାୟକଙ୍କ ଦ୍ୱାରା ରଚିତ ହୋଇଥିଲା। ତ ଅଖିଲ ମୋହନ ପଟ୍ଟନାୟକ ଜଣେ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟର ଜଣେ ସୁଖ୍ୟାତ ଗାଳ୍ପିକ। ଗଳ୍ପ ରଚନାରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ସେ ମନୁଷ୍ୟର ଜୀବନର ସଂଘର୍ଷମୟ ବାସ୍ତବତାକୁ ଓ ସାମ୍ୟବାଦୀ ଚିନ୍ତାଧାରାକୁ ଗଳ୍ପ ରୂପେ ଦେଇଥିଲେ। ସେ ଆଧୁନିକ ଯୁଗର ଜଣେ ଶ୍ରେଷ୍ଠ କବି। ସେ ପ୍ରଗତିବାଦୀ ଯୁଗର କବି ନାହାନ୍ତି କି ସବୁଜ ଯୁଗର ମଧ୍ୟ କବି ନାହାନ୍ତି, ତା'ର ମଧ୍ୟବର୍ତ୍ତୀ। ସେ ସେହି ଯୁଗର ଯେଉଁ ରହିଛି ତରୁଣତାକୁ ବାଦ ଦେଇକି, ପ୍ରେମ ଯୌବନ ଆଦିକୁ ବାଦ ଦେଇକି ରଚନା କରିଛନ୍ତି। ତ ଅଖିଲ ମୋହନ ପଟ୍ଟନାୟକ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଗଳ୍ପ ସାହିତ୍ୟରେ ଜଣେ ଖ୍ୟାତନାମ ଗାଳ୍ପିକ। ସେ ମନୁଷ୍ୟ ଜୀବନର ସଂଘର୍ଷମୟ ବାସ୍ତବତାକୁ ଏବଂ ସାମ୍ୟବାଦୀ ଚିନ୍ତାଧାରାକୁ ଗଳ୍ପ ରୂପ ଦେଇଛନ୍ତି। ତ ସେ ବାସ୍ତବତାକୁ ତାଙ୍କର ରଚନାରେ ଦେଖିବାକୁ ମିଳିଥାଏ ତଥା ସାମ୍ୟବାଦ ଚିନ୍ତାଧାରାକୁ ନେଇ ଲେଖିଛନ୍ତି। ତାଙ୍କ କାହାଣୀ ରହସ୍ୟମୟ ଏବଂ ଦାର୍ଶନିକ। ତାଙ୍କ କାହାଣୀ ଗୁଡ଼ିକରେ ରହସ୍ୟ ଥାଏ, ତାପରେ ଦାର୍ଶନିକତା ଚିତ୍ର ମଧ୍ୟ ଦେଖିବାକୁ ମିଳିଥାଏ। କଥାର ଚତୁରୀରେ ରହିଛି ନାଟକୀୟତା ଓ ଗୀତିମୟତା। ତାପରେ ତାଙ୍କର ରଚନାରେ ନାଟକୀୟ ତଥା ଗୀତିମୟ ଦେଖିବାକୁ ମିଳେ। ଜଣେ ରୁଚିପୂର୍ଣ୍ଣ ସମ୍ଭ୍ରାନ୍ତ ଗାଳ୍ପିକ ହେଉଛନ୍ତି ଅଖିଲ ମୋହନ ପଟ୍ଟନାୟକ। ସେ ଏକଦାରେ ଜଣେ ଆଇନଜୀବୀ ଥିଲେ ତଥା କଥାକାର ମଧ୍ୟ ଥିଲେ, ଅର୍ଥାତ୍ ଗଳ୍ପ ଉପନ୍ୟାସ ଗୁଡ଼ିକ ରଚନା କରୁଥିଲେ। 1927 ମସିହାରେ ତାଙ୍କର ଜନ୍ମ ଏବଂ 1982 ମସିହାରେ ମାତ୍ର 55 ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ। ତାଙ୍କର ଗଳ୍ପ ପ୍ରତିନିଧି ଶ୍ରେଣୀୟ ଝଡ଼ର ଇଗଲ, ଧରଣୀର କୃଷ୍ଣସାର, ଅନ୍ଧଗଲି, ନଦୀର ନାମ, ଗଣତନ୍ତ୍ରର ପ୍ରଥମ ଓ ଶେଷ ପ୍ରଭୃତି ଅନେକ ଗୁଡ଼ିଏ ଗ୍ରନ୍ଥ ଭ୍ରମଣ କାହାଣୀ ଭାବରେ ଅନ୍ୟ ଦେଶ ଓଡ଼ିଆ ସାହିତ୍ୟର ଏକ ସ୍ମରଣୀୟ ଭ୍ରମଣ ବୃତ୍ତାନ୍ତ। ଆଲୋଚ୍ୟ ରୂପନାରାୟଣ ସାହା ଝଡ଼ର ଇଗଲ, ଧରଣୀର କୃଷ୍ଣସାର ଗଳ୍ପ ଗ୍ରନ୍ଥରୁ ଆନୀତ। ତାପରେ ଆମେ ଦେଖିବା ରୂପନାରାୟଣ ସାହାର ସାର କଥା। ତ କ'ଣ ରହିଛି? ରୂପନାରାୟଣ ସାହା ଯିଏକି ଅଶୋକଙ୍କର ଶିକ୍ଷକ ଥିଲେ। ତ ପ୍ରଥମେ ଅଛି ରୂପନାରାୟଣ ସାହା ଏକ ମାନବ ସମ୍ବେଦନଶୀଳ ଗଳ୍ପ। ଏହି ଗଳ୍ପଟି ଆମ ଶିକ୍ଷା ବ୍ୟବସ୍ଥାକୁ କେନ୍ଦ୍ର କରି ଏବଂ ଶିକ୍ଷା ବ୍ୟବସ୍ଥା ତା'ର ଶିକ୍ଷକ ସମ୍ବନ୍ଧରେ ଏକ ନିଛକ ବାସ୍ତବଧର୍ମୀ ଗଳ୍ପ। ରୂପନାରାୟଣ ସାହା ଜଣେ ସାଧାରଣ ଶିକ୍ଷକ ଥିଲେ। ତାଙ୍କ ଚରିତ୍ରକୁ ନେଇ ଏହି ଗଳ୍ପ ବିଷୟବସ୍ତୁ ନାମକରଣ ରଖାଯାଇଛି। ଏହି ଗଳ୍ପର ମୁଖ୍ୟ ଚରିତ୍ର ହେଉଛନ୍ତି ଅଶୋକ, ଯିଏକି ତାଙ୍କର ଶିଷ୍ୟ ଥିଲେ, ରୂପନାରାୟଣ ସାହାଙ୍କ ଶିଷ୍ୟ। ଅଶୋକ ଜଣେ ଉଚ୍ଚପଦସ୍ଥ ଶିକ୍ଷା ବିଭାଗର ସରକାରୀ କର୍ମଚାରୀ। ଅଶୋକ ବାବୁଙ୍କର ପିଲାଦିନର କାହାଣୀକୁ ନେଇ ଗଳ୍ପଟି ଗଢ଼ି ଉଠିଛି। ଗଳ୍ପର ପୃଷ୍ଠଭୂମିରେ ରହିଛି ବନାରସ ସହର ଏବଂ ବନାରସରେ ଅବଶିଷ୍ଟ ଜୀବନ କଟାଇଥିବା ସ୍କୁଲ ଶିକ୍ଷକ ରୂପନାରାୟଣଙ୍କ ସହ। ତ ମାଷ୍ଟର ଜି ରୂପନାରାୟଣ ସାହା ଏବଂ ଅଶୋକ ଚରିତ୍ରକୁ ନେଇ ଏହା ଜୀବନ୍ତ। ତ ଅଶୋକ ଖ୍ରୀଷ୍ଟମାସ ଛୁଟିରେ ବନାରସର ରାଜପଥ ଓ କାଶୀ ବିଶ୍ୱନାଥ ମନ୍ଦିର, ଡାଲ ମନ୍ଦିର, ହତଶ୍ରୀ ସଭ୍ୟତା ତଥା ଗଙ୍ଗା ନଦୀର ନିତ୍ୟ ନୂତନତା ତାଙ୍କ ମନରେ ଆଲୋଡ଼ିତ ସୃଷ୍ଟି କରିଛନ୍ତି। ସେ ପିଲାଦିନର କଥାକୁ ମନେ ପକାଇ ଦେଇଛନ୍ତି ଏବଂ ତା'ର ଅଭୁଲା ସ୍ମୃତିକୁ ସେ ମନେ ପକାଇଛନ୍ତି। ବାପା ସେଠି ଜଣେ ମିଲିଟାରୀ ଡାକ୍ତର ଥିବା ବୋଲି ସେମାନେ ଥରେ ଗଙ୍ଗା ଆରପାରିରେ ଥିବା ରାମନଗରରୁ ଫେରୁଛନ୍ତି ନୌକାରେ। ଯେତେବେଳେ ବାପା ଜଣେ ମିଲିଟାରୀ ଥିଲେ, ସେତେବେଳେ ସେ ସେଠାରେ ରହିଥିଲେ। ତ ସେଠାରେ ସେମାନେ ଯାଇଥିଲେ ଗଙ୍ଗା ଆରପାରିକୁ। କେଉଁଠାକୁ ନା ରାମନଗରକୁ। ଆରପାରିରେ ଥିବା ରାମନଗରରୁ ଫେରୁଥାନ୍ତି ନୌକାରେ। ରାମନଗରରୁ ଆସୁଥିବା ଲୋକମାନଙ୍କ ପାଇଁ କର୍ପୋରେସନର ଇଙ୍ଗିତରେ
ମୁଣ୍ଡ ପିଛା 1 ଟଙ୍କା ଟ୍ୟାକ୍ସ ଲାଗେ। ମାଝି ବାରଣ କରେ ସତ କଥା କହିବାକୁ। ସେତେବେଳେ ଅଶୋକ ମାତ୍ର 10 ବର୍ଷ। ନୌକାରେ ଥିବା ସବୁ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଅଶୋକ କିନ୍ତୁ ସତ କଥା କହିଦିଏ ଯେ ରାମନଗର ଦେଖି ଫେରୁଥିଲେ ବୋଲି। ଫଳରେ ତାଙ୍କ ପରିବାରକୁ ହିଁ ଅଧିକ ଟ୍ୟାକ୍ସ ଦେବାକୁ ପଡ଼େ ଏବଂ ସାରା ପରିବାରରେ ଲୋକେ ଅଶୋକଙ୍କ ପ୍ରତି ବିରକ୍ତ ପ୍ରକାଶ କରନ୍ତି। ଅଶୋକର ଏହି ବିପନ୍ନ ମୁହୂର୍ତ୍ତରେ କିନ୍ତୁ ତାଙ୍କୁ ମଦତ କରିଥିଲେ କିଏ ନା ତାଙ୍କର ଗୁରୁ ରୂପନାରାୟଣ ସାହା, ଯାହାକୁ ଆମେ ମାଷ୍ଟରଜୀ ବୋଲି କହୁଛେ। ମାଷ୍ଟରଜୀ ଥିଲେ ମାତ୍ର 5 ଟଙ୍କା ଦରମାରେ ତାଙ୍କ ଟ୍ୟୁସନ୍ ମାଷ୍ଟର। କେତେ ଟଙ୍କା ନା 5 ଟଙ୍କା। ମାଷ୍ଟରଜୀ ସହ ଅଶୋକର ପିଲାଦିନର ଥିଲା ବେଶ ସ୍ମୃତିମୟ। ମାତାଜୀ ଯିଏକି ଥିଲେ ମାଷ୍ଟରଜୀଙ୍କର ମା'ଙ୍କ ହାତର ହାଲୁଆ ଖାଇବାକୁ ଆରମ୍ଭ କରି ପାତି ମାଙ୍କଡ଼ ମୁଣ୍ଡର ମାଷ୍ଟରଜୀଙ୍କ ସହ ଖେଳ କୌତୁକ ସେ ସବୁ ସ୍ମୃତିକୁ ମଧୁର ତଥା ରୋମାଞ୍ଚକ କରିପାରିଥିଲା। ମନେ ପଡ଼ୁଥିବା ସେଇ ମାଷ୍ଟରଜୀଙ୍କର କଥା। ତାଙ୍କ ଘରକୁ ଯାଇ ଥରେ ପୁଣି ଦେଖି ଆସିବାକୁ ଅଶୋକର ଭାରି ଇଚ୍ଛା ହେଇଛି। ତାପରେ ରିକ୍ସାଟିରେ ସେ ବସି ମାଷ୍ଟରଜୀଙ୍କର ଘର ପାଖାପାଖି ପହଞ୍ଚି ଲୋକଙ୍କୁ ରୂପନାରାୟଣ ସାହାଙ୍କ ବିଷୟରେ ପଚାରିଲେ। ସେମାନେ ମାଷ୍ଟରଜୀଙ୍କ ବିଷୟରେ କିଛି କହିପାରିନଥିଲେ, ହେଲେ ନାଟକୀୟ ଭାବରେ ସେଇ ରିକ୍ସା ଚାଳକ ହୋଇଥିଲେ ମାଷ୍ଟରଜୀ। ସେ ହିଁ ଚିହ୍ନିଥିଲେ ଅଶୋକକୁ। ମାଷ୍ଟରଜୀଠାରୁ ଅଶୋକ ଶୁଣିଥିଲେ ତାଙ୍କ ଜୀବନ କାହାଣୀ। ଶିକ୍ଷକ ଧର୍ମଘଟରେ ନେତୃତ୍ୱ ନେଇ ଜେଲ୍ ଯିବାଠାରୁ ଆରମ୍ଭ କରି ପତ୍ନୀଙ୍କ ବିଯୋଗ ପର୍ଯ୍ୟନ୍ତ। ଏକମାତ୍ର ପୁତ୍ର ରାମଶରଣର ପିଲାଦିନରୁ ପରିବାରର ଦାୟିତ୍ୱ ଓ ଲଳିତ ଚର୍ମ ମାତାଜୀଙ୍କର ଦିମାଗ ବିଗଡ଼ା ଯିବା, ଏସବୁ ଘଟଣା ସୁବର୍ଣ୍ଣ ସଂସାର ଭଗ୍ନ ରୂପ। ସବୁ ଦେଖି ଶୁଣି ଅଶୋକର କିଛି କରିବାର ନଥିଲା। ନିଜ ଠିକଣା ଦେଖା କାଗଜଟିଏ ମାଷ୍ଟରଜୀଙ୍କର ହାତକୁ ବଢ଼ାଇ ଦେଲେ। ତ ସବୁ କଥା ସେ ଶୁଣିଛନ୍ତି, ଧର୍ମଘଟରୁ କିଭଳି ଜେଲ୍ ଯାଇଥିଲେ, ତା ପରବର୍ତ୍ତୀ ସମୟରେ ତାଙ୍କର ପତ୍ନୀଙ୍କର ବିଯୋଗ ହେଇଛି, ତାପରେ ସବୁ ଦାୟିତ୍ୱ ରାମଶରଣଙ୍କ ଉପରେ ପଡ଼ିଛି ତଥା ତାଙ୍କର ମାତାଜୀଙ୍କର ଦିମାଗ ବିଗିଡ଼ି ଯାଇଛି। ତା ପରବର୍ତ୍ତୀ ସମୟରେ ସବୁ ଜାଣିଲେ। ତାପରେ ସବୁ ଦେଖି ଶୁଣି ଅଶୋକ କିଛି କରିପାରିଲେ ନଥିଲେ। ଠିକ୍ ନିଜ ଠିକଣା ଲେଖା କାଗଜଟିଏ ମାଷ୍ଟରଜୀଙ୍କ ହାତକୁ ବଢ଼ାଇ ଦେଲେ ଏବଂ ସେ କେବଳ କହିଥିଲେ ଯେ ଯଦି କେବେ କେମିତି ମନେ ପଡ଼େ ତେବେ ଚିଠିଟିଏ ଲେଖିବାକୁ। ଫେରିବା ବାଟରେ ନିଜକୁ ଧିକ୍କାର କରୁଥିଲେ ଅଶୋକ। ମାଷ୍ଟରଜୀ ଯଦି ଜାଣିଥାନ୍ତେ ଯେ ଅଶୋକ ବର୍ତ୍ତମାନ ଭାରତ ସରକାର ଶିକ୍ଷା ବିଭାଗରେ ସର୍ବୋଚ୍ଚ ଅଧିକାର, ତେବେ କ'ଣ ଭାବିଥାନ୍ତେ ସେ। ଏ କଥା ଜଣାଇବାର ତ ସାହସ ନଥିଲା, ହେଲେ ହତ୍ୟାକାରୀ ଭୀରୁ ସଙ୍କୁଚିତ ବିବେକ ନେଇ ସେ ଚାଲିଥିଲେ ଉତ୍ତେଜିତ କଣ୍ଠରେ। ସେହିପରି କହୁଥିଲେ ଯେ କ୍ଷମତାର ପଦ ପିଇ ଏ ଜାତି ବେହୋସ ହୋଇପଡ଼ିଛି। ଏ ଜାତିକୁ ମାଷ୍ଟରଜୀଙ୍କର ଲମ୍ବା ଚାବୁକ ପ୍ରହାର ହିଁ ପୁଣି ଜାଗତ। ସେହିଦିନ ହିଁ ସେ ଛାତ୍ରମାନଙ୍କର ବିଦ୍ୟାର ସମାପ୍ତି। ତ ସବୁ ଜାଣି ଶୁଣି କ'ଣ ବା କହିପାରିଥାନ୍ତେ ସେ ଜଣେ ବଡ଼ ଅଫିସର ହେଇଗଲେଣି ବୋଲି। ସେ ସାହସ କରିପାରିନଥିଲେ। ଭୀରୁ ସଙ୍କୁଚିତ ଭାବରେ ସେ କ'ଣ କଲେ, ଚାଲିଗଲେ। ଉତ୍ତେଜିତ କଣ୍ଠରେ କହୁଥିଲେ ଯେ ଏ ସମାଜ ବେହୋସ ହୋଇଯାଇଛି ଏବଂ ଏ ଜାତିକୁ ମାଷ୍ଟରଜୀ ହିଁ ସୁଧାରି ପାରିବେ ବୋଲି ସେ କହିଲେ। ତ ରୂପନାରାୟଣ ସାହା ଗଳ୍ପଟି କେଉଁ ସମୟର କଥା ନା କ୍ରିସମସ୍ ଛୁଟିର କଥା। ଭାରତ ଭୂମିର ଅସଂଖ୍ୟ ପୂର୍ଣ୍ଣ କଙ୍କାଳ ଜନତାର ଚିରଈପ୍ସିତ ସ୍ଥାନ ବୋଲି କାହାକୁ କୁହାଯାଇଛି ନା ଚିରଈପ୍ସିତ ସ୍ଥାନ ବୋଲିକୁ ବନାରସକୁ କୁହାଯାଇଛି। ବନାରସରେ କେଉଁ ମନ୍ଦିର ରହିଛି ନା କାଶୀ ବିଶ୍ୱନାଥ ମନ୍ଦିର ରହିଛି। ହତଶ୍ରୀ ସଭ୍ୟତାର ଡଷ୍ଟବିନ୍ ବୋଲି କାହାକୁ କୁହାଯାଇଛି ନା ଡାଲମଣ୍ଡିକୁ ହତଶ୍ରୀ ସଭ୍ୟତାର ଡଷ୍ଟବିନ୍ ବୋଲି କୁହାଯାଇଛି। ଗୋଧୂଲି ଗଙ୍ଗାଜୀ ଉଭୟଙ୍କୁ କ'ଣ ବୋଲି କୁହାଯାଇଛି? ଭାବମୟୀ ବୋଲି କୁହାଯାଇଛି। ଗଙ୍ଗାରେ କେଉଁ ରଙ୍ଗର ପାଣି ଲାଲେ ଲାଲ? ଗହମ ରଙ୍ଗର ପାଣି ଲାଲେ ଲାଲ। ନୌକାରେ ପୋଲ କେତେ ଫଣା ବାସୁକି ନେଇ ଯାଇ ଉପରକୁ ଉଠିଥିବ ବୋଲି କୁହାଯାଇଛି ନା ସହସ୍ର ଫଣା ବାସୁକି ପରି ନଈ ଯାଇ ଉପରକୁ ଉଠିଥିବ ବୋଲି କୁହାଯାଇଛି। ଅଶୋକର ବାପା ବନାରସରେ କି ଚାକିରି କରିଥିଲେ ନା ଅଶୋକର ବାପା ବନାରସରେ ମିଲିଟାରୀ ଡାକ୍ତର ଚାକିରି କରୁଥିଲେ। କାହାର ଅଦୃଶ୍ୟ ଇଙ୍ଗିତରେ ନୌକା ଘାଟିରେ ଲାଗିଲା? କର୍ପୋରେସନର ଅଦୃଶ୍ୟ ଇଙ୍ଗିତରେ ଘାଟିରେ ଲାଗିଲା। କିଏ ଇଂରାଜୀ ଭାଷାରେ ବିରକ୍ତ ପ୍ରକଟ କରି କହୁଥିଲେ ଇଡ଼ିଅଟ? ତାଙ୍କର ଦାଦା। ରାମନଗର ଦେଖିସାରି ଗଙ୍ଗା ପାର ହେଉଥିବାର ଲକ୍ଷ୍ୟ
ବେଲେ ଅଶୋକ ବୟସ କେତେ ଥିଲା ନା 10 ବର୍ଷ ଥିଲା। ଅଶୋକର ପିଠି ଉପରେ ମାଷ୍ଟରଜୀ ବଡ଼ ପାପୁଲି କିପରି କମ୍ପି ଉଠିଲା, ଅଶ୍ୱତ୍ଥ ପତ୍ର ପରି କମ୍ପି ଉଠିଲା। ମାଷ୍ଟରଜୀ କେତେ ଟଙ୍କା ଦରମାରେ ଅଶୋକର ଟ୍ୟୁସନ୍ ମାଷ୍ଟର ଥିଲେ ନା 5 ଟଙ୍କା ଦରମାରେ। ମାଷ୍ଟରଜୀ ପ୍ରତିଟି ତନ୍ତ୍ରୀ ପ୍ରତିଟି ରେଣୁକୁ ଉଜ୍ଜୀବିତ କରି କିଏ ନିଜକୁ ପ୍ରକାଶ କରୁଥାଏ ସତ୍ୟ। ମାଷ୍ଟରଜୀଙ୍କର ନାସିକା କେଉଁପରି ସୁଖଚଞ୍ଚୁ ପରି ଥିଲା। ଅଶୋକର ଡାକ ନାମ କ'ଣ ଥିଲା? ମୁନା ଏବଂ ପାତି ମାଙ୍କଡ଼ ନାଁ ଥିଲା ମନୁ। କାହାର ନାମ ମନୁ ଦିଆଯାଇଥିଲା? ପାତି ମାଙ୍କଡ଼ ଛୁଆର। ମାତାଜୀଙ୍କ ହାତର କେଉଁ ଖାଦ୍ୟ ଥରେ ସେ ଖାଇଛି ସେ ଜୀବନ ସାରା ଭୁଲି ପାରିବ ନାହିଁ? ହାଲୁଆ। ଉତ୍ତର ଭାରତବ୍ୟାପୀ ପ୍ରାଥମିକ ଶିକ୍ଷକ ଧର୍ମଘଟର ମାଷ୍ଟରଜୀ କ'ଣ ଥିଲେ ନା ପୁରୋଧା ଥିଲେ। ଧର୍ମଘଟ ବେଳେ ମାଷ୍ଟରଜୀଙ୍କ ଦରମା କେତେ ଥିଲା? 13 ଟଙ୍କା ଏବଂ ସେ 5 ଟଙ୍କାରେ ଅଶୋକକୁ ଟ୍ୟୁସନ୍ ପଢ଼ାଉଥିଲେ। ମାଷ୍ଟରଜୀଙ୍କୁ କେଉଁ ରୋଗ ହୋଇଥିଲା ବୋଲି ଡାକ୍ତର କହିଥିଲେ? ନା ମାଷ୍ଟରଜୀଙ୍କର ପ୍ଲୁରେସି ରୋଗ ହୋଇଥିଲା ବୋଲି କହିଥିଲେ। ମାଷ୍ଟରଜୀଙ୍କର ପୁଅର ନାଁ କ'ଣ ଥିଲା? ନା ରାମଶରଣ। ମାଷ୍ଟରଜୀଙ୍କର ସ୍ତ୍ରୀଙ୍କର ନାମ କ'ଣ ଥିଲା? ନା ରୂପା। ମାଷ୍ଟରଜୀ ତାଙ୍କ କାହାଣୀରେ କେଉଁ ସିଂହ କଥା କହୁଥିଲେ? ନା ଆଣ୍ଡୋସିଲିସସ୍ ସିଂହ କଥା କହୁଥିଲେ। ହତ୍ୟାକାରୀ ବୀରର ସଂକୁଚିତ ବିବେକ ନେଇ ଅଶୋକ ରାସ୍ତାରେ ଚାଲିଥିଲା ହତ୍ୟାକାରୀର। ଏ ଜାତିକୁ କ'ଣ ନୂଆ କରି ଦେବାକୁ ମାଷ୍ଟରଜୀ କହୁଥିବା ପରି ଅଶୋକ ମନେ ହେଇଛି। ପ୍ରାଥମିକ ଶିକ୍ଷା। ପୁଣି ଥରେ ସେ ପ୍ରାଥମିକ ଶିକ୍ଷା ଦେବେ। ଏ ଜାତି ଧୀରେ ଧୀରେ କାହା କୁଣ୍ଡଳିତ ଶୀତ ସଜ୍ଜାର ଚଞ୍ଚଳ ହୋଇ ଉଠିବ ବୋଲି କୁହାଯାଇଛି? ନା ଅହିରାଜର। ବନାରସରେ ଲୋକଙ୍କ ଧାଡ଼ି କେଉଁପରି ଲାଗୁଥିଲା ବୋଲି କୁହାଯାଇଛି? ନା ବନାରସରେ ଲୋକଙ୍କ ଧାଡ଼ି ଯେମିତି ଜମାଟୋ ବାନ୍ଧି ଯାଇଛି ବରଫ ପରି ସେହିପରି ଲାଗୁଥିଲା। ରୂପପିଆସୀ ନାଗରିକ ତୀର୍ଥ କ'ଣ? ଡାଲମଣ୍ଡିକୁ ରୂପପିଆସୀ ନାଗରିକମାନଙ୍କର ତୀର୍ଥ ବୋଲି କୁହାଯାଇଛି। ଗଙ୍ଗାର ଲାଲ ଲାଲ ରଙ୍ଗ ପାଣି ମୁକ୍ତକେଶୀ ଦ୍ରୌପଦୀର କେଉଁ ଦୃଶ୍ୟ ବେଣୀବନ୍ଧନ ଦୃଶ୍ୟ ପରି ମନେ ହେଉଛି। ବହୁ ଯାତ୍ରୀ ନୌକା କେଉଁ ପରି ଗଙ୍ଗାରେ ଏକ କୂଳରୁ ସେ କୂଳକୁ ଯାତାୟାତ କରୁଥିବାର କୁହାଯାଇଛି? ନା ବହୁ ଯାତ୍ରୀବାହୀ ନୌକା ଉଜ୍ଜ୍ୱଳ ଚକ୍ରାବାଳର ପଟ୍ଟଭୂମିରେ ସିଲଭର ଛବି ପରି ଗଙ୍ଗାର ଏ କୂଳକୁ ସେ କୂଳକୁ ଯାତାୟାତ କରୁଥିବାର କୁହାଯାଇଛି। ହରିଶ୍ଚନ୍ଦ୍ର ଘାଟ ପରେ ନୌକା କେଉଁ ଘାଟରେ ପହଞ୍ଚିବ ବୋଲି କୁହାଯାଇଛି? ନା ହରିଶ୍ଚନ୍ଦ୍ର ଘାଟ ପରେ ନୌକା ଦସ୍ୱାଶ୍ୱମେଧ ଘାଟରେ ପହଞ୍ଚିବ ବୋଲି କୁହାଯାଇଛି। ମାଝିର ଭାଷା କେଉଁ ସବୁ ଭାଷାର ସହ ମିଶାମିଶି ଭାଷା ଥିଲା? ନା ହିନ୍ଦୀ, ମୈଥିଲି, ଭୋଜପୁରୀ ଏହି 3 ଭାଷାର ସମ୍ମିଶ୍ରଣରେ ଥିଲା। ହର ଆଦମୀ को କେତେ ଟ୍ୟାକ୍ସ ଲଗାଯାଏ ବୋଲି ମାଝି କହିଛି? ହର ଆଦମୀ को 1 रुपया टैक्स लगाया जाएगा ବୋଲି କୁହାଯାଇଛି। ସୁବିଧାବାଦୀ ସାନ ଭଉଣୀ ଖନେଇ ଖନେଇ କ'ଣ କହିଲା? ବାପା, ଭାଇର ଆଉ ପ୍ୟାଣ୍ଟ କିଣା ହେବନି। ଜେଜେମା କେଉଁ ଆଦେଶ ପିଲାମାନେ ଅଶୋକ ଅମାନ୍ୟ କରିଥିଲା? କେଉଁ ଆଦେଶ? ଜେଜେମାଙ୍କର ଯେ ଅଫିମ ପାଇଁ ଖେଳ ଛାଡ଼ି ବଜାରକୁ ଯିବା ପାଇଁ ଆଦେଶକୁ ସେ ମନା କରିଥିଲା। ଆଦ୍ର ଓ ବାଷ୍ପକୁଳ କଣ୍ଠରେ କ'ଣ ମିଶି ମାଷ୍ଟରଜୀଙ୍କର କଣ୍ଠସ୍ୱର ଅଦ୍ଭୁତ ଶୁଣାଯାଉଛି? ନା ଆଦ୍ର ବାଷ୍ପକୁଳ କଣ୍ଠରେ ଉତ୍ତେଜିତ ମିଶି ବାବାଜୀଙ୍କର କଣ୍ଠସ୍ୱର ଅଦ୍ଭୁତ ଶୁଣାଯାଉଛି। ତ ଗତାୟୁ ଗୋଧୂଳିର ସେଇ ଲଗ୍ନରେ ଅଶୋକ ପ୍ରଥମ ଥର ପାଇଁ କ'ଣ ଅନୁଭବ କରିଥିଲେ? ନା ଗତାୟୁ ଗୋଧୂଳିର ସେଇ ଲଗ୍ନରେ ଅଶୋକ ପ୍ରଥମ ଥର ପାଇଁ ସତ୍ୟର ପ୍ରଚଣ୍ଡ ଅସ୍ତିତ୍ୱ ଅନୁଭବ କରିଥିଲେ। ତା ସହ ତୁହାଇଁ ତୁହାଇଁ କେଉଁ କଥା ଅଶୋକ ମନ ଭିତରେ ଉତୁରି ପଡ଼ୁଥିଲା? ନା ତୁହାଇଁ ତୁହାଇଁ ଶୈଶବର ସ୍ମୃତି ଅଶୋକଙ୍କର ମନ ଭିତରେ ଉତୁରି ଉଠୁଥିଲା। ମାଷ୍ଟରଜୀଙ୍କର 2ଟି ଶିଷ୍ୟ ହେଲା ମୁନ୍ନା ଆଉ ମନୁ। ମୁନ୍ନା ଥିଲା ଅଶୋକ ଏବଂ ମନୁ ଥିଲା ପାତି ମାଙ୍କଡ଼ ଛୁଆ। ତାପରେ ମାଷ୍ଟରଜୀ କେତେବେଳେ ଡରି ଅସ୍ଥିର ହୋଇଯାଉଥିଲେ? ଯେତେବେଳେ ମନୁକୁ ଦେଖି ଡରି ଯାଉଥିଲେ। ମାଷ୍ଟରଜୀ ମନୁକୁ ଦେଖି କେଉଁ ପୋଷାକରେ ମାଷ୍ଟରଜୀ ତାଙ୍କୁ ଚିହ୍ନି ପାରିବେନି ବୋଲି ଅଶୋକ ଆଶଙ୍କା କରିଥିଲେ? ନା ସୁଟ୍ସ ଆଉ ଟାଇ ପୋଷାକରେ। ମାଷ୍ଟରଜୀକୁ ଚଟ୍ କରି ଚିହ୍ନି ନେବା ପରେ ଅଶୋକ ପ୍ରଥମେ କ'ଣ କରିବେ ବୋଲି କହିଛନ୍ତି? ମାଷ୍ଟରଜୀ ଚଟ୍ କରି ନେବା ପରେ ପ୍ରଥମେ ମନ କଥା କରି ମଥା ନତ କରି ପାଦ ଧୂଳି ନେଇ କୃତଜ୍ଞତା ଜଣାଇବେ ବୋଲି କୁହାଯାଇଛି। ପୋଷ୍ଟ ଅଫିସର ସାମ୍ନାରେ 2ଟି ରାସ୍ତା 2 ଆଡ଼କୁ କିପରି ବାଙ୍କି ଯାଇଛି ବୋଲି କୁହାଯାଇଛି? ନା ପୋଷ୍ଟ ଅଫିସର ସାମ୍ନାରେ 2ଟି ରାସ୍ତା 2 ଆଡ଼କୁ ଏକ ଯୂପ କାଷ୍ଠ ପରି ବାଙ୍କି ହୋଇଯାଇଛି। ଯୂପ କାଷ୍ଠ ପରି
ଜୂପ କାଷ୍ଟପୁରୀ। ତ ପିଣ୍ଡା ଉପରେ ଗପ ଜମେଇଥିବା କେଇ ଜଣକୁ ଅଶୋକ କ'ଣ ପଚାରିଥିଲେ ନା ପିଣ୍ଡା ଜମେଇଥିବା କେଇ ଜଣକୁ ଅଶୋକ ପଚାରିଥିଲେ ଯେ କହିପାରିବେ କି ରୂପନାରାୟଣ କେଉଁଠି ରୁହନ୍ତି ବୋଲି। ରୂପନାରାୟଣ ସାମନେ सोने का दुकान केउठी थिला बोली कहुଯାଇଛି ना रूपनारायण की सोने की दुकान मेरे ख्याल में नहीं बोली कहे क्यों आखिर तो बेसी प्रश्न बेसी समय लगे तेणु मैंने तुम देखीदेव है पुणी देखा आ गोटे नवा वीडियो रही। नमस्कार। जय हिंद। वंदे मातरम। वंदे उत्कल जननी।